दुर्गा तू ही कनक दुर्गा तू ही करुछि वंदना तब चरणे मोहि आउ कर तू ही क्षमा दोष मन धारा कर तू ही क्षमा दोष मन धारा करिबु करुणा मा किंचिते मोठार आज कंठे मोर विजय कर कनक दुर्गा आज कंठे मोर विजय कर मोर गुहारी घेन मोर गुहारी नमुछि पयरे रख गोसा कमरी आउ न कर गोहेला बुड़ुछि मो भेला न कर गोहेला बुड़ुछि मो भेला नव देई रख मते जय मंगला आज न काटिबो लोमा मंगला आज न काटिबो मोर गला आज न काटिबो मोर गला लोमा मंगला आज न काटिबो मोर गला मातु माळुआणी खाऊ फल मूल पीऊ झरणा पानी तोर ग्रामे ग्रामे ठाकुराणी लोमा तारिणी तोर ग्रामे ग्रामे ठाकुराणी आज्ञा शुणिब सुज्ञाना देन मन कर्ण सुंदर भावे बाबू पचारि छंती प्रश्न बुझाई कहिबा हे से गरुड़ पुराण आज्ञा पचारिबा लोक बाबू भारी सहज पचारिबा लोक बाबू भारी सहज आउ कहिबाटा केते कष्ट मन को हेज किए ब्रह्मा किए बृहस्पति नु होई कहार उत्तर किए पारिब कहि सबु कथा समस्त जेबे हुअंता हेतु आउ मनीषर केबे न हुअंता मृत्यु खाइबा समय अन्न तले जाए पड़ी गाइबा समय पद जाउथि बहुड़ी गाइबा बेले भूल भाल हेब ज्ञानी जने हे दोष न धरिब आज्ञा प्रेत बास कथा एबे देबा बुझाई जल जली हांडी थिबो सेठारे रही आज्ञा प्रेत उद्धार कार्यटा पूरा कर प्रथम रे जल जली हांडी की पछे जीवा काहेकि ना 10 दिन जीवा जल जली हांडी की जन्म जदि अछि मरण अछि जन्मटा पछे आमे सिना आखिरे देखुछंती आगे जन्म हेबा तापरे मरिबा किंतु प्रथम रे मंत्र तापरे जंत्र तापरे वेद आज्ञा प्रथम रे जिमिति मंत्र प्रथम रे मरण जन्म हेबा पूर्वरु मरण रे धार्य होइथि ये जो छुआ जन्म हबो सी किमिति मरिबो कोउथिरे मरिबो आगे मृत्युडा धार्य होइथि जन्म अछि जोठे मृत्यु अछि सेठी हेले मल्ले भाबि नियंतु मु मल्ली मल्ले ए शरीरटा कोन मोर कि नाही शरीर मोर नाही एटे गोटे कथा आगे मु किए मु कोन शरीर शरीरटा किए
ଧର୍ମେନ୍ଦ୍ର ବେହେରା। ଶରୀରଟା ହଉଛି ଧର୍ମେନ୍ଦ୍ର ବେହେରା, ଯାହାକୁ ତା ବାପା ନାଁ ଦେଇଥିଲେ। କିଏ ନାଁ ଦେଇଥିଲେ? ବାପା ନାଁ ଦେଇଥିଲେ ଧର୍ମେନ୍ଦ୍ର ବେହେରା। କୋଉଟା? ଶରୀରଟା। ଏ ଶରୀର ହଉଛି ଧର୍ମେନ୍ଦ୍ର ବେହେରା, କିନ୍ତୁ ମୁଁ ନୁହଁ, ମୁଁ ହଉଛି ଆତ୍ମା। ଆଜି ଏ ଆତ୍ମାରେ ଅଛି, କାଲିକି ଜୀବନ ଯେତେବେଳେ ଚାଲିଯିବ ହୁଏତ ଗୋଟେ କୁକୁର ଶରୀରରେ ଯାଇକିରି ମୋ ଆତ୍ମା ସ୍ଥାନ ପାଇବ। ତେଣୁ ମୁଁ ହେଲି ଆତ୍ମା। ହେଲେ ଆତ୍ମା ଯେତେବେଳେ ଏ ଶରୀରକୁ ଛାଡିକି ଚାଲିଯିବ, ମାଟି ପିଣ୍ଡ ଘଟ ଶରୀରଟା ମାଟିରେ ଲୀନ ହେଇଯିବ। ପୋଡ କିମ୍ବା ପୋତ, ପୋଡିଲେ ମାଟିରେ ଲୀନ ହବ, ପୋତିଲେ ମାଟିରେ ଲୀନ ହବ। ମାଟି ପିଣ୍ଡ ଘଟ ଶରୀର ଗଲା। ଆତ୍ମା କୋଉ ଶରୀରରେ ଯାଇକି ସ୍ଥାନ ପାଇବ? ଯଦି ପୁନର୍ଜନ୍ମ ଆଉ ନାହିଁ, ପୁଣ୍ୟ ବଳ ଯଦି ଅଛି, ପରମାତ୍ମାରେ ଯାଇକି ଲୀନ ହେଇଯିବ। ଏ ଜୀବ ଯିବାର ନିକଟେ ନେଇ ସଞ୍ଚୟ ଅନ୍ୟ ଘଟେ। ଏ ଜୀବ ଏ ଘଟ ଛାଡ଼ିଲା, ଆଉ ଗୋଟେ ଘଟିଏ ସ୍ଥାନ ପାଇଲା। ଯଦି 86 ଲକ୍ଷ ଥର ଆମର ଜନ୍ମ ହେଇସାରିଛି, ଆମର ଯଦି ପୁଣ୍ୟ ବଳ ଅଛି, ପରମାତ୍ମାରେ ଯାଇକି ଲୀନ ହେଇଗଲେ। ଭୂତ ଆଇଲା ଶରୀର ତ ଗଲା, ମାଟିରେ ମିଶିଗଲା, ତା ଭାଗ ସିଏ ନେଇଗଲା। ପାଣି, ପବନ, ନିଆଁ, ଯା ଭାଗ ସିଏ ନେଇଗଲେ। ଆତ୍ମା ପରମାତ୍ମାରେ ଲୀନ ହେଇଗଲା। ଭୂତ କୁଆଡୁ ଆଇଲା? ଆଜ୍ଞା ଲକ୍ଷ୍ୟ କରନ୍ତୁ, ପ୍ରେତ, ଆମେ ପ୍ରଥମ ବର୍ଷଟା ପ୍ରେତ ବୋଲି କହନ୍ତି। ପ୍ରେତ କୋଉଠି କେତେ ଦିନ ବାସ କରିବ ଏଟା ଜାଣିବା କଥା। ଗରୁଡ଼ ପୁରାଣ କଥା ଏ ଜାଣିବା କଥା। ଆଜ୍ଞା ପୁରାଣ ମିଛ ହେଇପାରେ, ପୁରାଣ ମିଛ ହେଇପାରେ। ରାବଣର 10ଟା ମୁଣ୍ଡ ଥିଲା, ପଢିଛନ୍ତି, ଦେଖି ନାହାନ୍ତି, କିନ୍ତୁ ଇଏ ପ୍ରକୃତ ସତ ପୁରାଣ। କଣ ନା ପ୍ରେତ କୋଉଠି କେତେ ଦିନ ବାସ କରେ? ଅଗ୍ନିତ୍ରୟ ଜଳେ ପଞ୍ଚ, ଅଗ୍ନିତ୍ରୟ ଜଳେ ପଞ୍ଚ, ସ୍ୱଗୃହେ ତ୍ରିଦିବସ, ଏକାଦଶ ଦିବସ ମଧ୍ୟରାତ୍ରେ ପ୍ରେତ ଗଚ୍ଛତି ଜମାଳୟ। ଲକ୍ଷ୍ୟ କରନ୍ତୁ ଆଜ୍ଞା, ଅଗ୍ନିତ୍ରୟ ନିଆଁରେ 3 ଦିନ ପ୍ରେତ ରହିବ। ଆମେ ନେଇକି ଯେତେବେଳେ ମଢା ପୋଡିଦବା, ମୁର୍ଦାର ମଲେ ତ ମଢ ପୋଡିବା, ନେଇକିରି ମଢ ପୋଡିଦବା, ତା ବାସି ଦିନ ଆମେ ଯାଇକି ହାଡ ଶୀତଳେଇ ଦିଅନ୍ତି। ଆମେ ଓଡିଆ ଶୂଦ୍ର ଲୋକ, 3 ଦିନ ଆମେ ରହୁନାହାନ୍ତି, କିନ୍ତୁ ବ୍ରାହ୍ମଣ କୁଳରେ ଏବେ ମଧ୍ୟ ଦେଖିବେ ତାଙ୍କେ 3 ଦିନ ପରେ ଆକା ଯାଇକି ହାଡ ଶୀତଳେଇବେ। କାହିଁକି? ଅଗ୍ନିତ୍ରୟ, ପ୍ରେତ ନିଆଁରେ 3 ଦିନ ବାସ କରିବ। ଜଳେ ପଞ୍ଚ, 3 ଦିନ ନିଆଁରେ ରହିବା ପରେ ଜଳ ଘଟରେ ସେ ଅସ୍ଥିକି ରଖି ନୀତି ସେଇଥିରେ ପାଣି ଦିଆହବ। ଜଳେ ପଞ୍ଚ, ଜଳ ଘଟରେ 5 ଦିନ ରହିବ ପ୍ରେତ। 5 3 8 ସ୍ୱଗୃହେ ତ୍ରିଦିବସ, ନିଜ ତ୍ରିଦିବସ, ରାତି ନାହିଁ, ସ୍ୱଗୃହ ନିଜ ଗୃହରେ 3 ଦିନ ବାସ କରିବ। 8 ପଳେଇଲା, 5 3 8 ଗଲା, 9 10 11, 3 ଦିନ ଘରେ ବାସ କରିବ। ଏକାଦଶ ଦିବସ ମଧ୍ୟରାତ୍ରି, 11 ଦିନ ଅର୍ଦ୍ଧରାତ୍ର ସମୟରେ ପ୍ରେତ ଗଚ୍ଛତି ଜମାଳୟ, ପ୍ରେତ ଜମାଳୟକୁ ଯିବ। ସେ ଯାଇ ସେ ଘରେ ଏକା ଥିବ। ହେଲେ ଆମେ 9 ଦିନ ଯାଇ ଯେନ ତେନ ପ୍ରକାର କାର୍ଯ୍ୟ କରିଦବା। 7 ଦିନରେ ପଣା ଧରିଲେ ହବ, 5 ଦିନରେ ଧରିଲେ ହବ, 8 ଦିନରେ ଧରିଲେ ହବ, ଯେନ ତେନ ପ୍ରକାର କରିଦବା, କିନ୍ତୁ ଦଶାହ କାର୍ଯ୍ୟଟା ଆମେ କରିବା ପାଇଁ ବାଧ୍ୟ। ଆମେ ପୁରୀ ମଧ୍ୟ ଯିବା, ତମେ କୋଉଟା କର କି ନ କର, ସିଏ ଦଶାହ କାର୍ଯ୍ୟଟା କରିବ। ଖାଲି ଶ୍ରାଦ୍ଧ କରିଦାକୁ ଗଲେ ହେଲେ ଦଶା ସରିଛି ଆଗେ ପଚାରିବ, ଦଶା ସରିଛି କି? ନହେଲେ ଦଶାହ କାର୍ଯ୍ୟଟା ଆଗେ କଲେ 11 12 ପତ୍ରକୁ ସିଏ ଯିବ। ହେଲେ ଦଶାହ କାର୍ଯ୍ୟଟା ଆମେ କାହିଁକି କରନ୍ତି, କେମିତି କରନ୍ତି? ରାତିରେ ଜଳଜଳି ହାଣ୍ଡି କାହିଁକି କାଢନ୍ତି? ଆଜ୍ଞା ଦଶାହ କାର୍ଯ୍ୟ କଥା ଦେବା ବୁଝାଇ, ଦଶାହ କାର୍ଯ୍ୟ କଥା ଦେବା ବୁଝାଇ, ଶୁଣୁଥିବେ ସୂର୍ଯ୍ୟଜନେ ମନ କର୍ଣ୍ଣ ଦେଇ, ଶୁଣୁଥିବେ ସୂର୍ଯ୍ୟଜନେ ମନ କର୍ଣ୍ଣ ଦେଇ। ଆଜ୍ଞା ପ୍ରେତ ଗୋସାଇ ଯେ ତୋର ଆସିବ, ଆଉ ପୁତ୍ରକୁ ଡାକିଣ ତୁଠକୁ ଯେ ଯିବ, ସିଏ ପୁତ୍ରକୁ ଡାକିଣ ତୁଠକୁ ଯେ ଯିବ। ଆବର ବାପା ଭାଇ ଯେ କୁଟୁମ୍ବ, ସାହି ଲୋକକୁ ସେ ସଙ୍ଗରେ ନେବ, ସମସ୍ତଙ୍କୁ ନେଇ ତୁଠରେ ବସାଇ, ଜଣ ଜଣକୁ ଯେ ପୁଣି ଦେବ ଲୁଣ୍ଡା କରାଇ।
ଯିଏ 29ଟି କ୍ରିୟାକୁ ଧରିବ କୁନ୍ଧରେ ତାହାକୁ କହିବ ତୁ କୁଟୀର କରେ। ତିନି କାଠିକୁ ଏ କାଠି କରିଣ କୁଟୀର ଗୋଟିଏ ଜୀବ ସକ୍ଷଣ। ଆଜ୍ଞା ଲକ୍ଷ୍ୟ କରନ୍ତୁ, ମାନେ ଯୋଉଟା ବିଧେୟ ମୁଁ କହୁଛି ଏବେ ଆଜିକାଲି ତ ଦେଖିବେ ପ୍ରେତ ଗୋସାଇ ମାନେ 3ଟା ବାଡି ଧରି ଦଉଛନ୍ତି, ଗଛରୁ 3ଟା କାଠି ଭାଙ୍ଗି ଦଉଛନ୍ତି, ଉପରଟାକୁ ବାଇ ଦଉଛନ୍ତି, ସେଇଟା ପୁଣି କୁଡିଆ ହେଇଗଲା। ନାଇଁ, ବାପା ଜେଜେ ଆପଣ ଦେଖିଥିବେ, ବାପା ଜେଜେ ଅମଳରେ ଯେତେବେଳେ ଦଶାହ କାର୍ଯ୍ୟ ହଉଥିଲା, ତାଳ ବାହୁଙ୍ଗାରେ ହଉ ନଡିଆ ବାହୁଙ୍ଗାରେ ହଉ କୁଟୀର ଭଳିଆ ଗୋଟେ କୁଡିଆ ତିଆରି ହଉଥିଲା। କାହିଁକି ତିଆରି ହଉଥିଲା ନା ସେଇଠି ପ୍ରେତ ଚିନ୍ତା କରିବ, ପ୍ରେତ ଭାବିବ ଯେ ଯୋଉ ପୁଅ ଏ ଘରଟା ତିଆରି କରିଛି କେବଳ ମୋ ପାଇଁ, ଏ ଯୋଉ ଘର ତିଆରି କରିଛି ଏ ଘରଟା କେବଳ ମୋ ପାଇଁ। କୁଡିଆଟି ତିଆରି କରିଥିବ। ଦଶାହ କାର୍ଯ୍ୟ 10 ଖପରାରେ ଯେତେବେଳେ ସିଏ ଅନ୍ନଦାନ କରୁଥିବ ସେତେବେଳେ ଆଜ୍ଞା ପ୍ରେତ ମହା ଆନନ୍ଦ ହଉଥିବ ଯେ ହଉ ଗାଁ ବାହାରେ ମୋ ପାଇଁ ମୋ ପୁଅ ଗୋଟେ ଘର ତିଆରି କଲା, ମତେ ଦିନକୁ 10 ଥର ଖାଇବାକୁ ଦବ, ଏ ପ୍ରକାର ଚାଲୁ ରହିବ। ଆଜ୍ଞା ଯେତେବେଳେ ସମସ୍ତେ ନଣ୍ଡା ହେଇଯିବେ, ନଣ୍ଡା ସରିଗଲା, ସେଇପଟେ ପ୍ରେତ ଗୋସାଇ କହିବ ଏ ଭଣ୍ଡାରୀ ପିଲା ସମସ୍ତଙ୍କର କାମ ସରିଲା କି, ଏଥର ସିଏ ବହିବ କି? ଆଜ୍ଞା ସିଏ ନଣ୍ଡା ହେଇଗଲେ ଆଉ କିଏ ହେବେ, ସେଠି ସରିଲା। ହେଲେ ଇଆଡେ ନଣ୍ଡା ହେଲା ବେଳକୁ ସିଆଡେ କୁଡିଆଟାକୁ ନାକୁଟି ମାରିଦେ ବୋଲି କହିବ, ନହେଲେ ବାଡ଼ିଟାରେ ଆଡେ ଦେ କୁଡିଆଟାକୁ। ହେଲେ ଏ ଯୋଉ ବାଡ଼ିଟାରେ ଆଡେ ଦବ କୁଡିଆଟାକୁ, ସେ ଯୋଉ ନିଆଁ ଜଳୁଥିବ ଚୁଲି ଲାଗିଥିବ, ସେ ନିଆଁରେ ପଡିକି ଖନ୍ଦା ଜଳିଲା, କୁଟୀର କୁଡିଆ ପୋଡିଲା, ପୋଡିଲେ ପ୍ରେତ ଆଜ୍ଞା ପାଗଳ ଭଳିଆ ବୁଲିବ, କଣ ମୋ ପାଇଁ ଘରଟା ତିଆରି କରିଥିଲା, ଆଉଥରେ ପୋଡିଦେଲା ସେଇଟାକୁ। ସିଏ ଖୋଜିବ, ଖୋଜିଲେ ଆଜ୍ଞା ଦେଖନ୍ତୁ ପୁରୁଷ ପୁଅ ନିଶ ଦାଢି ମୁଣ୍ଡରେ ବାଳ ଥିବ, ତା ଚେହେରାଟା ଅଲଗା ଥିବ, ଯଦି ଏକାଥରେ ସିଏ ନିଶ ଦାଢି ବାଳ କାଟିଦେଲା ଆଉ ତାକୁ ଚିହ୍ନି ପାରିବନି, ଘର ଲୋକ ମଧ୍ୟ ଆଉ ତାକୁ ଚିହ୍ନି ପାରିବନି। ଇଏ ପ୍ରେତ କଣ କରିବ ଆଉ ତାକୁ ଜାଣିପାରିବନି କିଏ ସେଟା, ମତେ ଯୋଉ ମୋ ପୁଅ ଗଲା କୁଆଡେ। ସିଏ ସେତେବେଳେ କଣ କରିଥିବ ନା ତିଳ ତୁଳସୀ ଦାନ କରିକି, କୁଶରେ ତିଳ ଦାନ କରିକି ସିଏ ନୂଆ ଲୁଗା ପିନ୍ଧି ପକେଇଥିବ, ସେଇଠି ଆଉ ପ୍ରେତ ଜାଣିପାରିବନି ମୋ ପୁଅ ଗଲା କୁଆଡେ। ସିଏ ଖୋଜି ବୁଲୁଥିବ, ଆଜ୍ଞା କେମିତି ହେଲେ ସିଏ ଜାଣିଦବ ଏଇଟା କାମ ପ୍ରେତ। ସିଏ ଲୋକ କହୁନାହାନ୍ତି ପ୍ରେତୁଡାରେ ଦୃଷ୍ଟି ପଡିଗଲେ ଛାଡିବନି, ପ୍ରେତ ଦୃଷ୍ଟି ସିଏ ଛାଡିବନି, ଯେମିତି ହେଲେ ଜାଣିଦବ ଏଇଟା ମୋ ପୁଅଟା। ଆଜ୍ଞା ସେତେବେଳେ ପୁଣି ବସିବ ସ୍କନ୍ଧରେ, ସେତେବେଳେ ପୁଣି ବସିବ ସ୍କନ୍ଧରେ, ପ୍ରେତ ଗୋସାଇ ବିଭିନ୍ନ ଉପାୟରେ ମନ୍ତ୍ର ଜଳକୁ ପକାଇ ପକାଇ ପୁତ୍ର ଆସୁଥିବ ଯେ ଖଣତା ନେଇ, ପୁତ୍ର ଆସୁଥିବ ଯେ ଖଣତା ନେଇ, ଗ୍ରାମ ମୁହାଣେ ଯେବେ ପହଞ୍ଚିବ ପଛଆଡେ 3 ଗାରକୁ ଟାଣିବ, 3 ରାଣ ଦବ ସେଠାରେ ପ୍ରେତକୁ, ହେଲେ କି ଶୁଣିବ ତାହାର କଥାକୁ, ନ ଓହ୍ଲିବ ପୁଣି ସ୍କନ୍ଧରୁ ତାହାର, ଘର ପାଶେ ଆସି ହୋଇବ ହାଜର। ଯେତେବେଳେ ଘର ପାଶେ ହାଜର ହେବ ପ୍ରେତ ଗୋସାଇ ଯେ ପୁଅକୁ କହିବ, 2 ପଟେ ପୋଲା ଥିବ ଯେ ସୋଲାର, ସେଇଥିରେ ଧାନ ବାପରେ ଏଠାର, ମୁଣ୍ଡ ପଟେ ଥରେ ପୁଣି ପଛ ପଟେ, ଏହି ପରିମାପ କର ଯେ ତୁରିତେ, 1 3 5 7 9 11 ଏପରି ମାପିବ, ସେତେବେଳେ ପ୍ରେତ ମନେ ବିଚାରିବ। ଆଜ୍ଞା ଲକ୍ଷ୍ୟ କରନ୍ତୁ, ଗାଣ୍ଡି ପଟେ ପୋଲା ଥିବ, ମୁଣ୍ଡ ପଟେ ପୋଲା ଥିବ ସୋଲାର, ଧାନ ମାପିବ, କୋଉ ଧାନ? ଉଷୁନା ଧାନ। ହେଲେ କେମିତି ମାପିବ? 1 3 5 7 9 11 13 ଏ ପ୍ରକାର ମାପିବ। ସେଇଠି ପ୍ରେତ ଗୋସାଇ କରୁଛି କଣ ନା ଭଣା ବୁଲଉଛି ପ୍ରେତକୁ। ସେଠି ପ୍ରେତ ଚିନ୍ତା କରିବ ଏଇଟା ତ ଆମ ଗାଁ ନାହିଁ, ଆମ ଗାଁରେ ତ ଏମିତି ମପା ହଉନି, ଗାଣ୍ଡି ପଟେ ମୁଣ୍ଡ ପଟେ 2 ପଟେ ମପା ହବନି, ଯଦି ମପା ହବ ଏମିତି 1 5 7 ଆମର ତ ଗଣା ନାହିଁ, ଏଇଟା ଆମ ଗାଁ ନାହିଁ, ମୁଁ ଭୁଲରେ ପଳେଇଲି। କିନ୍ତୁ ପ୍ରେତ ଦୃଷ୍ଟି ଛାଡିବନି, ସିଏ ଯେମିତି ହେଲେ ଘରେ ପଶିବ, ଜାଣିଦବ ଏଇଟା ଘରଟା ମତେ ଭଣା ବୁଲଉଛନ୍ତି ଏମାନେ, ଘରେ ପଶିଯିବ। ଆଜ୍ଞା ସେତେବେଳେ ପ୍ରେତ ଗୋସାଇ ସେଠାରେ ଆଜ୍ଞା ଦୀପକୁ ଜାଳିବ ଗୃହର ମଧ୍ୟରେ, ସେହି ଦୀପଟି ଲାଗି କରି ରହିବ, ରାତିରେ ଜଳ ଜଳି ହାଣ୍ଡି ହୋଇବ,
ଜଳ ଜଳି ହାଣ୍ଡିରେ କେନ୍ଦୁ ଠେଙ୍ଗା ଗୋଟି ଜଳ ଜଳି ହାଣ୍ଡିରେ କେନ୍ଦୁ ଠେଙ୍ଗା ଗୋଟି ଆଜ୍ଞା ନେବା ଲୋକ କଥା କହିବି ଏଇଠି ଆଜ୍ଞା ନେବା ଲୋକ କଥା କହିବି ଏଇଠି ଆଜ୍ଞା ଜଳ ଜଳି ହାଣ୍ଡିର ମଝିରେ ଜାଣ ଦୀପ ଗୋଟିଏ ରହିବ ନିଦାନ ତାହା ମଧ୍ୟରେ ଗୁଆଟି ପଡ଼ିବ ସେ ଗୁଆ ଗଡ଼ ଗଡ଼ ହୋଇ ବୁଲୁଥିବ ସେ ଗୁଆ ଗଡ଼ ଗଡ଼ ହୋଇ ବୁଲୁଥିବ ଆଜ୍ଞା ଲକ୍ଷ୍ୟ କରନ୍ତୁ ମତେ 42 ବର୍ଷ ହେଇଗଲା ଆଜ୍ଞା ମୁଁ କେବେ ଜଳଜାଳି ହାଣ୍ଡି ଧରିକି ଯାଇନି କିନ୍ତୁ ପୁରାଣରେ ଯାହା ଲେଖା ହେଇଛି ସେଇଟା କହୁଛି ଯାହା ଲେଖା ହେଇଛି ଯାହା ଅନୁଭୂତି କରିଛି ସେଇଆ କହୁଛି କିନ୍ତୁ ଜାଣିଛି ମୁଁ ଆଜ୍ଞା ନ ଗଲେ ମଧ୍ୟ ବାପା ତ ଏବେ ଯାଇଥିଲେ କୌଣସି କାର୍ଯ୍ୟ କରିବାକୁ ସେ ଦେବେନି ମୋ ପିଲା ଡରିଯିବ ବୋଲିକି ଛାଡ଼ିବେନି ହେଲେ ଜଳଜଳି ହାଣ୍ଡିର ମଝିରେ ଗୋଟେ ଦୀପଟି ଲାଗିବ ଗୋଟେ ଗୁଆଟି ପଡ଼ିବ ଆପଣ ଲକ୍ଷ୍ୟ କରିବେ ସେ ଗୁଆ ସ୍ଥିର ହେଇକି କେବେ ରହିବନି ନେବା ସମୟରେ ଗୁଆଟା ଗିରି ବୁଲୁଥିବ କିନ୍ତୁ ଜଳଜଳି ହାଣ୍ଡି ନିଆ ହବ କେମିତି ଆମେ ତ ଏବେ ବସ୍ତ୍ର ପିନ୍ଧିକି ନଉଛନ୍ତି ବଳି ରଥ ଯିବାଟା ଯାହା ଜଳଜଳି ହାଣ୍ଡି ଯିବାଟା ତାହା ଯୋଉମାନେ ଧରିବେ ଯୋଉ ପୁଅ ଦି ଲୋକ କି ପୁତୁରା ଦି ଲୋକ ଧରିବେ ସେମାନେ ଉଲଗ୍ନ ଅବସ୍ଥାରେ ଧରିବେ ଦେହରେ ସୂତା ଖଣ୍ଡେ ମଧ୍ୟ ରହିବନି ଆପଣ ଦେଖିବେ ଆପଣ ଉଲଗ୍ନ ହେଇଥିବେ ଦେହରେ ଯଦି ଅଣ୍ଟା ଦଉଟା ଅଛି ଆପଣ ଉଲଗ୍ନ ନାହିଁ ସିଏ ମଧ୍ୟ ସୂତା ସିଏ ହେଇଗଲା ବସ୍ତ୍ର ଉଲଗ୍ନ ଅବସ୍ଥାରେ ଧରିକି ଯିବେ ଏକ ମୁହାଁରେ ଯିବେ ଗାଁର ମୁହାଣ ଗାଁ ଶେଷରେ ହାଣ୍ଡିଟି ଥୋଇଦେବେ ତାକୁ ଆଉ ଦେଖିବେ ହାଣ୍ଡି ଥୋଇ ଦେଇକି ଉଲଗ୍ନ ଅବସ୍ଥାରେ ଗୃହକୁ ଫେରି ଆସିବେ ଯଦି ଫେରି ଆସିଛନ୍ତି ଏଠି ଗୋଟେ କଥା ମୋର ମା ମାଉସୀ ମାନେ ପୁତ୍ରବତୀ ହଉନାହାନ୍ତି ପୁଅ ଝିଅ ଜନ୍ମ ହେଇନଥାଉଛି ସେମାନେ କେତେ ପ୍ରକାର ଉପାୟ କରୁଛନ୍ତି କିନ୍ତୁ ଜଳଜଳି ହାଣ୍ଡିର ଗୁଆଟା କାହିଁକି ନା ଯୋଉ ପ୍ରେତର ପଞ୍ଚ ପ୍ରାଣ ପଞ୍ଚ ଆତ୍ମା ସେ ଗୁଆ ଦେହରେ ଥିବ ସେ ଗୁଆଟା ଗିରି ବୁଲୁଥିବ ଯଦି ଆମେ ତାକୁ ନିଷ୍ଠାର ସହ ନେଇଛନ୍ତି ଉଲଗ୍ନ ଅବସ୍ଥାରେ ଦେହରେ ସୂତା ଖଣ୍ଡେ ନଥିବ ଦୀପ ଜଳିଥିବ କେନ୍ଦୁ କାଠ ଲଗେଇଥିବା ସେ ଜଳଜଳିଟାକୁ ଯଦି ଆମେ ନେଇଛନ୍ତି ଗାଁ ମୁହାଣରେ ଥୋଇଛନ୍ତି ରାତି ନ ପାଇବା ପୂର୍ବରୁ ଲୋକ କିଏ ନ ଦେଖିବା ପୂର୍ବରୁ ଯଦି କୋ ଅପୁତ୍ରିକ ମା ମାଉସୀ ସେ ଗୁଆକୁ ଖାଇବେ ନିଶ୍ଚୟ ପୁତ୍ରବତୀ ହେବେ କିନ୍ତୁ ଆମେ ତ ଏବେ ସେମିତି ନେଉନାହାନ୍ତି ଲୁଗା ତ ଅର୍ଦ୍ଧରାତ୍ର ଛାଡ଼ି ଦିଅନ୍ତୁ ଆଗ ଥିଲା ସନ୍ଧ୍ୟା 7ଟା ହେଇଗଲେ ସାହିରେ ଗାଁରେ କୋକୟା ଭୟ ହଉଥିଲା କାହିଁକି ଘରେ ଡିବି ଖଣ୍ଡେ ଲାଗିଥିବ ଦାଣ୍ଡରେ କିଛି ନଥିବ ପିଲାମାନେ ଘରୁ ବାହାରିବାକୁ ଡରୁଥିଲେ ଏବେ ତ ଆଜ୍ଞା ରାତି କୋଉଟା ଦିନ କୋଉଟା ଆଉ ଜଣା ପଡୁନି ଆଉ କିଏ ଉଲଗ୍ନ ହେଇକି ଯିବ ରାତି 10ଟା 11ଟା ବେଳକୁ ଜଳଜଳି ହାଣ୍ଡିଟା ଧରିକି ଯିବ ଉଲଗ୍ନ ହେଇକି ଗଲେ ଲୋକ ପାଗଳ ଯାକ ବୋଲିକି କହିବେ ତେଣୁ ଆଉ ସେ କାର୍ଯ୍ୟକଳାପ ନାହିଁ ଆଉ ସେମିତି ଆମେ କରିପାରୁନାହାନ୍ତି ଯୋଉଥିପାଇଁ ସେ ଗୁଆ ଖାଇଲେ ମଧ୍ୟ ଛୁଆ ଆଉ ହଉନି ଠିକ ନା ନାଇଁ ଆଜ୍ଞା ଜଳଜଳି ହାଣ୍ଡିଟା କିଳିଆ ଧରିବା ଲୋକ ଆଗରେ ରହିବ କିରିଆ ଧରିବା ଲୋକ ଉଲଗ୍ନ ହେଇକି ଆଗରେ ରହିବ ସିଏ କେନ୍ଦୁ କାଠର ଆଗକୁ ଧରିବ ସିଏ ପଛ ମୁହଁ କେବେ ହବ ନାହିଁ କିରିଆ ଲୋକ ପୁଅ ପୁତୁରା ଆଗା ଧରିବେ ଆଉ କିଏ ଧରିବନି ପୁଅ ପୁତୁରା ଆଗା ଧରିବେ ଆଉ କିରିଆ ଧରିବା ଲୋକ ସିଏ ଆଗରେ ଆଗା ରହିବ ନାଇଁ ଟାପରା ଲୋକ କାହିଁକି ଯାଆନ୍ତି ନାଇଁ ଦି ପ୍ରକାର କଥା ଅଛି ଦେଖନ୍ତୁ ଆମେ କହିବା ଶ୍ମଶାନରେ ଯେତେବେଳେ ଆମେ ଗୋଟେ ମଢା ଦାହ କରନ୍ତି କେମିତିଆ ଭାଷା ସେଇଠି କହୁଛନ୍ତି ଦେଖୁଛନ୍ତି ନା ନିଜର ଭାଇ ପୁଅ ପୁତୁରା ଏମାନେ ରହିପାରିବେନି ସେଇଠି କାହିଁକି ନା ଦୁନିଆ କଥା କହିକି ଗେଞ୍ଜଣା ବାଡ଼ି ଗେଞ୍ଜୁଥିବେ ଦୁନିଆ କଥା କହିକିରି ବାଡଉଥିବେ ତେଣୁ ପୁଅ ପୁତୁରା ସେଇଠି ରହିପାରିବେ କି ଏଇଠି ଯୋଉ ଟାପରା କଣ ହଁ ଭୟ କରିନ ହଁ କାହିଁକି ହଲ ହଲ ହଉଥିବ ଆଜକୁ ଏଇଥିପାଇଁ ଟାପରା ଲୋକ ପାର୍ଶ୍ୱରେ ଥିବେ ପାଖରେ ଥିବେ କିନ୍ତୁ ପୁଅ ପୁତୁରା ଆକା ଜଳଜଳି ହାଣ୍ଡିଟାକୁ ଧରିବେ ହେଲା କି ଆଜ୍ଞା ହଉ ଗୋଟେ ତାଳି ହେଇଯାଉ